ବନ୍ୟା ପାଣିରେ ଉବୁଟୁବୁ ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ। ଜଳକା ଏବଂ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଗାଁକୁ ଘେରି ରହିଛି। ତେଣୁ ଜଳବନ୍ଦୀ ହୋଇ ରହିଛନ୍ତି ହଜାର ହଜାର ଲୋକମାନେ। ଏପଟେ ବନ୍ୟା ପାଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷ ଜମି। ରାସ୍ତା ଉପରେ ଛାତିଏ ଲେଖାଏଁ ପାଣି ଚାଲୁଥିବାରୁ ଲୋକମାନେ କେଉଁଆଡ଼େ ବାହାରି ନପାରି ଭୋକରେ ଡହଳ ବିକଳ ହେଉଛନ୍ତି। ଗୃହପାଳିତ ପଶୁଗୁଡ଼ିକ ମଧ୍ୟ ପଦାକୁ ବାହାରି ନପାରି ଭୋକିଲା ରହିଛନ୍ତି। ଚଳିତ ବର୍ଷ ସୁବର୍ଣ୍ଣରେଖା ଓ ଜଳକା ନଦୀର ଏହା ଦ୍ୱିତୀୟ ବନ୍ୟା ହୋଇଥିବା ବେଳେ ଗୋଟିଏ ବନ୍ୟାର ପାଣି ନ ଛାଡୁଣୁ ଆଉ ଗୋଟିଏ ବନ୍ୟା ଆସି ଲୋକଙ୍କ ଅବସ୍ଥା ବେହାଲ କରିଛି। ଆଜି ବସ୍ତା ବିଧାୟିକା ସୁବାସିନୀ ଜେନା ବନ୍ୟା ପାଣି ଘେରରେ ଥିବା ବିପନ୍ନ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ଆଶ୍ୱାସନା ଦେଇଛନ୍ତି। ଦେଖନ୍ତୁ ଆମର ଆଜି 22 ଦିନ ହେଲା ବସ୍ତା ଏବଂ ବାଲିଆପାଳରେ ବନ୍ୟା ଲାଗି ରହିଛି। ଆପଣଙ୍କର ବସ୍ତାରେ ଜଳକା ଏବଂ ବାଲିଆପାଳରେ ସୁବର୍ଣ୍ଣରେଖା। ଆପଣଙ୍କର ଆମେ ବର୍ତ୍ତମାନ ଅଛୁ ଚୌଧୁରୀ କୁଦ ମଧୁପୁରା ପଞ୍ଚାୟତରେ। ଏ ସୁବର୍ଣ୍ଣରେଖାରେ ପାଣି ବଢ଼ିବା ହେତୁ ଏଠି ବନ୍ୟା ଆସିଛି। ଆପଣ ଦେଖୁଛନ୍ତି ପୁରା ନମସ୍କାର, ଦେଖୁଛନ୍ତି ଏଠି ପୁରା ସମ୍ପୂର୍ଣ୍ଣ କଟଅଫ୍ ହୋଇଯାଇଛି ଏବଂ ଲୋକମାନେ ନାହିଁ ନଥିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଁ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବି ଯେ ଆମର ବାଲିଆପାଳ ବ୍ଲକରେ 19ଟା ପଞ୍ଚାୟତ ଏବଂ ଲୋକ ଏଫେକ୍ଟ ହୋଇଛନ୍ତି। 44ଟି ଜାଗାରେ ଆପଣଙ୍କର ପ୍ରି କିଚେନ୍ ଚାଲିଛି। ଆମର ଜିଲ୍ଲାପାଳ ନିଜେ ତଦାରଖ କରୁଛନ୍ତି। ତା ଛାଡ଼ିକି ADM ରେଭିନ୍ୟୁ ମଧ୍ୟ ଏଠିକା ଦାୟିତ୍ୱରେ ଅଛନ୍ତି। ସେ ମଧ୍ୟ ସମସ୍ତ କଥା ବୁଝୁଛନ୍ତି। ଏଠିକାର ବ୍ଲକ ପ୍ରଶାସନ BDOଠୁ ଆରମ୍ଭ କରି ତହସିଲଦାର ଏବଂ ସମସ୍ତେ ସେମାନେ ଭଲ ଭାବରେ କାମ କରୁଛନ୍ତି। ମୁଁ ମଧ୍ୟ ଲୋକଙ୍କ ସାଥିରେ ଅଛି ଏବଂ ପ୍ରଶାସନ ସାଙ୍ଗରେ ସବୁବେଳେ କଥାବାର୍ତ୍ତା କରି କାହାର କେତେବେଳେ କେଉଁଠି ଅସୁବିଧା ହେଉଛି ତାର ସମସ୍ତ କଥା ମୁଁ ବୁଝୁଛି। ଓଡ୍ରାଫ୍ ମଧ୍ୟ ମୁତୟନ କରାଯାଇଛି ଏବଂ ଲୋକମାନେ ଯିବା ଆସିବା କରୁଛନ୍ତି। ଏସବୁ ସତ୍ତ୍ୱେ ଚାଷୀ କୂଳ ହତାଶ ହେଇକି ବସିଛନ୍ତି, ମୁଣ୍ଡରେ ହାତ ଦେଇ ବସିଛନ୍ତି। ପନିପରିବା ନଷ୍ଟ ହେଇଛି, ଲୋକଙ୍କର ପରିବା ଗଛ ସବୁ ବୁଡ଼ି ଯାଇଛି। ତା ଛାଡ଼ିକି ଧାନ ବାରମ୍ବାର ରୋଇଲା ପରେ ତଳି ସବୁ ପଚି ଯାଇଛି। ସରକାରଙ୍କୁ ମଧ୍ୟ ଆମେ ନିବେଦନ କରିଛୁ ଚାଷୀମାନେ ଏଥିରୁ କେମିତି ବର୍ତ୍ତିବେ, ଏଥିରୁ କେମିତି ସେମାନେ ଉପକାର ପାଇବେ, ସେମାନଙ୍କୁ କେମିତି ତାଙ୍କ କଥା ବୁଝାଯିବ ସେ ବାବଦରେ ସରକାର ନିଶ୍ଚିନ୍ତ ଭାବରେ ନିଷ୍ପତ୍ତି ନେବେ ଆମେ ନିବେଦନ କରୁଛୁ ଏବଂ ବାରମ୍ବାର କଥା କହୁଛୁ। ସବୁଠୁ ବଡ଼ କଥା ହେଲା ମୁଁ ଏଠାରେ କହିବାକୁ ଆପଣମାନଙ୍କ ମାଧ୍ୟମରେ କହିବି ଯେ ଯଦି ଇଏ ସୁବର୍ଣ୍ଣରେଖା ର ସ୍ଥାୟୀ ପ୍ରତିକାର ହେଉଛି ସୁବର୍ଣ୍ଣରେଖା ସଂସ୍କାର ଯୋଜନା କରିବା ନିହାତି ଦରକାର। ନହେଲେ ଟିକେ ବର୍ଷାରେ ଆମେ ସବୁବେଳେ ଏମିତି ଅସୁବିଧାର ସମ୍ମୁଖୀନ ହେବୁ। କିଛି ୱାର୍ଡରେ ପ୍ରି କିଚେନ୍ ଲୋକମାନେ ପାଇପାରୁନାହାନ୍ତି ବୋଲି ଅତ୍ୟନ୍ତ କହୁଥିଲେ ଏବଂ ପାଣି ବୋଟଲ ମଧ୍ୟ ସରପଞ୍ଚମାନେ ନେଇକି ଶୁଣନ୍ତୁ, ମୋ ଦୃଷ୍ଟିକୁ ଯେଇଠି ଆସୁଛି ମୁଁ ସାଙ୍ଗେ ସାଙ୍ଗେ BDOଙ୍କୁ କହିଲା ବେଳେ BDO ସେ ଜାଗାରେ ସବୁ ସମାଧାନ କରୁଛନ୍ତି। ଯଦି ସେମିତି କେଉଁଠି ଖବର ଆସୁଛି ଆପଣମାନଙ୍କ ମାଧ୍ୟମରେ ଆପଣମାନେ ମୋ ନଲେଜକୁ ଆଣନ୍ତୁ। ମୋ ନଲେଜକୁ ଆସିଲେ ସାଙ୍ଗେ ସାଙ୍ଗେ ସେଟା ତାର ବିହିତ ପ୍ରତିକାର କରିବି। BDOଙ୍କୁ କହିବି, ଏଠିକାର ଯେ ଦାୟିତ୍ୱରେ ଅଛନ୍ତି ADM ରେଭିନ୍ୟୁ ତାଙ୍କୁ ମଧ୍ୟ ଜଣେଇବି। BDO ମଧ୍ୟ ବାଲିଆପାଳ ବ୍ଲକର BDO କି ବସ୍ତା ବ୍ଲକର BDO ସେମାନେ ମଧ୍ୟ ସଜାଗ ଅଛନ୍ତି, ସେମାନେ ମଧ୍ୟ କାମ କରୁଛନ୍ତି। ମୁଁ ମଧ୍ୟ ସେମାନଙ୍କ ସହିତ 24x7 ସବୁବେଳେ ରହୁଛି। ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ କିଏ ଖାଇବାକୁ ନ ପାଇବ କି କେଉଁଠି ଶୁଖିଲା ଖାଇବା ହେଉ ରନ୍ଧା ଖାଦ୍ୟ ହେଉ ଏ କଥା ମୁଁ ବରଦାସ୍ତ କରିବି ନାହିଁ। ମୁଁ ନିଶ୍ଚିନ୍ତ ଭାବରେ ଏ ବାବଦରେ କେଉଁଠି ଆପଣଙ୍କର ଯଦି ଦୃଷ୍ଟିଗୋଚର ହେଇଛି ଆପଣ ମୋତେ ସେ ବାବଦରେ ନିଶ୍ଚିତ ଭାବରେ ଜଣେଇବେ। ମୁଁ ସାଙ୍ଗେ ସାଙ୍ଗେ ତାର ପ୍ରତିକାର କରିବି। ପ୍ରସେନଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।